मते पागल कला मते पागल कला श्री राम राम गाइल भी पेट पुरु नहीं जेते गाइल भी पेट पुरु नहीं सही नाम धरी जाऊ जीवन श्री राम नाम पागल कला मते पागल कला श्री राम आमर बंधुंगर प्रश्न रही अच्छा तो गोटे प्रश्न रखाई प्रश्न उत्तर कहबू अच्छा आमर बंधु बहुत दिन है से अपेक्षा करते प्रश्न टी पचार झाड़ा अंगुल रे पचार कही पार नी बोली कहले आ गोटे प्रश्न बर्तमान ये प्रश्न टी कहते प्रश्न उत्तर बर्तमान टी दबा अच्छा शुणिबाटी सभा धरे हे मन कर्म शुणिबाटी सभा धरे हे मन कर्म और ये बाबूंगर उत्तर टी देवी कहिण शुणिबाटी सभा जने देई मन कर्म और बाबूंगर उत्तर टी देवी कहिण मोर बंधुंगर उत्तर टी देवी बताई अच्छा मोर बंधुंगर उत्तर टी देवी बताई अच्छा शुणुथिबे बसी हे बंधु मन को दे शुणुथिबे बसी बंधु एबे मन को दे आजा पचारि बालोक देखो अति सहज देख पचारि बालोक बापरे अति सहज आउरी कही बाटा केते कष्ट मन को घेर आउरी कही बाटा केते कष्ट मन को घेर शुणन्तु सोबी जनने देई मन कर्ण शुणन्तु सोबी जनने देई मन कर्ण अच्छा अच्छा यही प्रश्न उत्तर वाद देवी कहिण यही प्रश्न उत्तर मु देवी बताई शुणुथिबे बसी बंधु एबे मन को देई अरे प्रकृत रे रामंकर बापा किए से ओटंदी आजा रामचंद्रंकर बापा किए से ओटंदी से विषयटी एबे बाप कहिबी बाछि से विषयटी एबे बाप कहिबी बाछि प्रथम प्रश्न उत्तर टी देवी बताई अच्छा अच्छा अरे 100 गोटी मुद्रा बंधु मते दे संदीरे तोई ठीक और शंकर भाई प्रश्न टीर विषय तुते देवी बताई अरे प्रथम रे बाप तो हुंदे धरिली प्रथम रे धन देख तो हुंदे धरिली द्वितीय रे पुणी हे मारी से देली अच्छा अच्छा तृतीय रे पुणी भांगी से देइणो नावरी चतुर्थ रे ताहाकु फोपाड़ी ले जान ठीक बुझी बालू टिके लक्ष्य दे देगा उल्ला पूर्वरु ये प्रश्नटा अछि हमर प्रथम रे धरिली
ଦ୍ୱିତୀୟରେ ମାରିଲି ମାରିଲି ତୃତୀୟରେ ଭାଙ୍ଗିଲି ଭାଙ୍ଗିଲି ଚତୁର୍ଥରେ ଫିଙ୍ଗି ଦେଲି ବା ଫୋପାଡ଼ି ଦେଲି ରହିଛି ପ୍ରଶ୍ନ ଠିକ ଠିକ ସେ ବନ୍ଧୁ କହିଛନ୍ତି ହରିବଂଶ ବା ଭାଗବତରୁ କହିବ ବୋଲି ଆଚ୍ଛା ଆଚ୍ଛା କିନ୍ତୁ ଆମର ଯୋଉ ଭାଇ ପଚାରିଛନ୍ତି ପ୍ରଶ୍ନ ତାଙ୍କର ଉତ୍ତରଟା ଦେବା ଠିକ ପ୍ରକୃତରେ ରାମଚନ୍ଦ୍ରଙ୍କର ବାପା କିଏ ଆମେ କହୁଛନ୍ତି ଦଶରଥ ରାଜା ବୋଲି ହଁ ହଁ ସମସ୍ତେ କହୁଛନ୍ତି ବା ପୁରାଣରେ ମଧ୍ୟ ବର୍ଣ୍ଣିତ ହେଇଛି ହଁ ରାମଚନ୍ଦ୍ରଙ୍କର ପ୍ରକୃତ ବାପା ହଉଛନ୍ତି ଦଶରଥ ରାଜା ବୋଲି ହଁ ହଁ କିନ୍ତୁ ସେଇଠି ଆମର ଯୋଉ ବନ୍ଧୁ କହିଛନ୍ତି ରାମଙ୍କର ପ୍ରକୃତ ବାପା ଦଶରଥ ନୁହନ୍ତି ନା 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 ଆମେ ଯଦି କହିବା ଋଷଶୃଙ୍ଗ ମହାମୁନି ହଁ। ତାହେଲେ ନାହିଁ ଆଁ? ନାହିଁ ଋଷଶୃଙ୍ଗ ମହାମୁନି ମଧ୍ୟ କାହିଁକି ନା ଯଜ୍ଞ କଲେ ଯଜ୍ଞ ଚରୁ ତିନିଟା ଆଣିକି ଦବା ଦ୍ୱାରା ତାଙ୍କର ଗର୍ଭରୁ କିଛି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମାଇଥିଲେ ଏ ମଧ୍ୟ ନାହିଁ ଋଷଶୃଙ୍ଗ ମଧ୍ୟ ତାଙ୍କର ବାପା ନୁହଁ ହେଲେ ପ୍ରକୃତ ବାପାଟା କିଏ ହାଡୁ ବନ୍ଧୁ ସ୍ୱାଇଁ ଆଁ? ହାଡୁ ବନ୍ଧୁ ସ୍ୱାଇଁ ହାଡୁ ବନ୍ଧୁ ସ୍ୱାଇଁ ହଁ ହଁ ରାମଚନ୍ଦ୍ରଙ୍କର ପ୍ରକୃତ ବାପାଟା ହାଡୁ ବନ୍ଧୁ ସ୍ୱାଇଁ ଠିକ ହେଲା ନା କଣ ହାଡୁ ବନ୍ଧୁରେ କୋ ଗାଁର କଥା କହୁଛୁ ଆମ ଗାଁ କଥା କହୁଛି ଚକାତନ୍ତୁଳିର କଣ ତା ପୁଅ ନା ରାମ ହଁ ତା ବୋପା ନା ହାଡୁ ବନ୍ଧୁ ହାଡୁ ବନ୍ଧୁର ପୁଅ ହଉଛି ରାମ ରାମ ରାମଙ୍କର ବାପା ହେଲା ହାଡୁ ବନ୍ଧୁ ହାଡୁ ବନ୍ଧୁ ବା ମାନିଲି ତୋର ମୁଣ୍ଡଟାକୁ ମାନିଲି ରେ ତୁ ଧାଡା ଦେଇନା କହିଦେଲୁ ଆରେ ରାମାୟଣକୁ ଯା ଆରେ ଆଲୋଚନା କରନ୍ତୁ ହେ ପଣ୍ଡିତ ଜନ ଆଲୋଚନା କରନ୍ତୁ ମୋର ପଣ୍ଡିତ ଜନ ଆହୁରି ବାବୁଙ୍କର ବିଷୟଟିରେ ବି କହିଣ ହାଇ ହାଇ ମୋର ବାବୁଙ୍କର ଉତ୍ତରଟା ଦେବା ବତାଇ ଶୁଣୁଥିବେ ବସି ବନ୍ଧୁ ଏବେ ମନକୁ ଦେଇ ଠିକ ଠିକ ପ୍ରକୃତରେ ରାମଚନ୍ଦ୍ରଙ୍କର ବାପା କିଏ ସେ ଅଟନ୍ତି ହାଇ ହାଇ ସେ ବିଷୟଟି ଏବେ ବାପ କହିବି ବାଛି ଠିକ ଠିକ ପୁରାଣ ମତରୁ ମୁଁ ଦେବି କହିଣ ଆଚ୍ଛା ପୁରାଣ ମତରୁ ମୁଁ ଦେବି କହିଣ ଶୁଣୁଥିବେ ବସି ଏବେ ମୋର ପଣ୍ଡିତ ଜନ ହାଇ ହାଇ ଆରେ ଯେତେବେଳେ ଅଯୋଧ୍ୟାରେ ଶନି ଦଶା ପଡ଼ିଲା ହଁ ହଁ ନାରେ ଅଯୋଧ୍ୟା ଦେଶରେ ଯେତେବେଳେ ଶନି ଦଶା ପଡ଼ିଥିଲା ଆଚ୍ଛା ଆଚ୍ଛା ଆରେ ବଶିଷ୍ଠ ଋଷିଙ୍କୁ ପୁଣି ଦଶରଥ ଯାଇ ପଚାରିଲା କଣ ବୋଲି ଆଇ ହେ ଋଷି ବର ଅଯୋଧ୍ୟା ଦେଶର ଟିକେ ମତେ କହିବ ସତର ହାଇ ହାଇ ଆଜ୍ଞା ସେତେବେଳେ ବଶିଷ୍ଠ ଋଷି ଯେ କହନ୍ତି ଆହା ଅଯୋଧ୍ୟାରେ ଦେଖ ଶନି ଦଶାରେ ପଡ଼ିଛି ହାଇ ହାଇ ବଶିଷ୍ଠ ଋଷି କହିଲେ କଣ ବୋଲି କହିଲେ ହେ ଦଶରଥ ରାଜା ହଁ ହଁ ବର୍ତ୍ତମାନ ଅଯୋଧ୍ୟାରେ ଶନି ଦଶା ପଡ଼ିଛି ପଡ଼ିଛି କହିଲେ ହେ ବଶିଷ୍ଠ ଋଷି କହିଲେ ହେ ଦଶରଥ ରାଜା ବର୍ତ୍ତମାନ ଏଇ ଅଯୋଧ୍ୟାରେ ଶନି ଦଶା ପଡ଼ିଛି ଆଚ୍ଛା ଯେକୌଣସି ବ୍ୟକ୍ତି ରାଜା ହେଇକିରି ବସିବ ମରିବାଟା ବାଧ୍ୟ ଯେକୌଣସି ବ୍ୟକ୍ତି ଏ ରାଜଗାଦିରେ ବସିବ ବସିବ। ସେ ମୃତ୍ୟୁବରଣ ହବାଟା ବାଧ୍ୟ ବାଧ୍ୟ ସୁନିଶ୍ଚିତ ଆଚ୍ଛା ହେଲେ କରିବି କଣ କଣ କରିବି ସେତେବେଳେ ବଶିଷ୍ଠ ଋଷି କଣ କଲେ କଣ ସେତେବେଳେ ଋଷି ଯାଇ ରାଜାଙ୍କୁ କହନ୍ତି ହଁ ଶନିଙ୍କୁ ଯାଇ ସାନ୍ତନା କର হে ঝটতি
ବଶିଷ୍ଠ ଋଷି କହିଲେ कौन कहिले ହେ ଦଶରଥ ରାଜା राजा ତମେ ଶନିଙ୍କର ନିକଟକୁ ଯିବାକୁ जीव ପଡିବ ତମେ ଶନିଙ୍କର ନିକଟକୁ ଯାଇ अच्छा ଶନି ଦେବତାଙ୍କୁ ତମେ ଯଦି ଶାନ୍ତି କରିପାରିବ शांति करी पारि ତାହେଲେ କିଛି କାମ ଦବ निश्चय ହେଲେ କଣ କଲେ कौन कले ଆରେ ସେତେବେଳେ ଦଶରଥ ରାଜା ବିଚାର କରନ୍ତି हाँ हाँ ସେତେବେଳେ ଦଶରଥ ରାଜା ବିଚାର କରନ୍ତି ଆରେ ଶନିଙ୍କର ନିକଟକୁ ତହୁଁ ଯାଉନ୍ତି हाय हाय ଆହୁରି ଶନିଙ୍କର ନିକଟକୁ ଘେ ତହୁଁ ଯାଉନ୍ତି अच्छा ଯେତେବେଳେ ଶନିଙ୍କର କୋପ ଦୃଷ୍ଟି ତହୁଁରେ ପଡ଼ିଲା ଦଶରଥ ରାଜାଙ୍କର ଥରେ କୋପ ଦୃଷ୍ଟି ଶନିଙ୍କର ପଡ଼ିଲା ଆରେ ଦୌଡ଼ି ଛିଡ଼ି ଦେଖ ସରଦା ତଳକୁ ଖସିଲା हाय हाय କୁଲାରେ ବଶିଷ୍ଠ ଋଷିଙ୍କର କଥା ଶୁଣି अच्छा ଯେତେବେଳେ ଦଶରଥ ରାଜା ହଁ। ଶନିଙ୍କର ନିକଟକୁ ଯିବା ପାଇଁ ବିଚାର କଲେ अच्छा ଆଜ୍ଞା ଶନିଙ୍କ ପାଖରେ ଗୋଟିଏ ବଳୟ ବୋଲି ଗୋଟିଏ ଜିନିଷ ଥିଲା जिनछ थिला ଶନିଙ୍କର ନିକଟକୁ ଯିବା ସମୟରେ समरे ଶନିଙ୍କର କୋପ ଦୃଷ୍ଟି ଦ୍ୱାରା अच्छा ଦଶରଥ ରାଜାଙ୍କର ଦୌଡ଼ି ଛିଡ଼ି ଛିଡ଼ି ଅଶ୍ବ ବାଟେ ଅଶ୍ବ ଆଚ୍ଛା। ରଜା ବାଟେ ରଜା ରଜା। ରଥ ବାଟେ ରଥ ହଁ, ହଁ। ବର୍ତ୍ତମାନ ଆକାଶ ମାର୍ଗରୁ ତଳକୁ ଖସୁଛି ଖସୁଛନ୍ତି। ଏହି ସମୟରେ ହଁ, ହଁ। ଦଶରଥ ରାଜା ଚିତ୍କାର କରି ଡାକିଲେ ମତେ କିଏ ଅଛ ରକ୍ଷା କର ରକ୍ଷା କର ରକ୍ଷା କର ठीक ठीक সেই সমୟରେ କିଏ ରକ୍ଷା କରିଥିଲେ किए से ନାରୀ ଆଲୋଚନା କରନ୍ତୁ ଏ ପଣ୍ଡିତ ଜନ हाय हाय আলোচনা কর হে পণ্ডিত জন বন ভিতরে জটায়ু নেত্রে দেখিল ओहो আজ্ঞা জঙ্গল ভিতরে দেখে হ্যাঁ জটায়ু শুনিলে हाँ हाँ জঙ্গল ভিতরে দেখ জটায়ু কর্ণরে শুনিলে আকাশরে রহি মতে কিয়ে ডাকুছি বইলে हाँ हाँ আউরি রক্ষা করিবার মোর ধর্ম অটই রক্ষা করিবার দেখো মোর ধর্ম অটই রক্ষা ন করিলে মূর্ধনা পাত আউরি হইଯିব ভাই हाँ हाँ এপরি জটায়ু দেখো বিচার কলে अच्छा এপরি জটায়ু হে দেখো বিচার কলে हाय हाय আরে দুই ডেনা দেখো দুই বাহু দেখ তহুঁরে টেকিলে हाय हाय জটায়ু চুন্দা গলা कौन ହଉ ମୁଁ ପକ୍ଷୀ ହେଲେ ମଧ୍ୟ ମୋର ଯେତିକି ସାହାଯ୍ୟ ସେତିକି କରିବି निश्चय करी ଆରେ ମତେ କିଏ ଡାକୁଛି हाँ 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 ମତେ କିଏ ଜଣେ ଡାକୁଛନ୍ତି ମୁଁ ରକ୍ଷା କରିବାର ମୋର ଧର୍ମ धर्म ମୁଁ ଶୁଣିଛି କର୍ଣ୍ଣପଥରେ अच्छा ମୁଁ ରକ୍ଷା କରିବାର ଧର୍ମ हाँ हाँ ମୁଁ ଯଦି ରକ୍ଷା ନ କରିଲି ଆଚ୍ଛା। ତାହେଲେ ମୋର ମୂର୍ଧନାପାତ ହବ निश्चित हम ଆଁ? हाँ ମୁଁ ରକ୍ଷା କରିବାର ମୋର ଧର୍ମ कर्तव्य ତେଣୁ କରି ଜଟାୟୁ କଣ କଲେ କଣ କଲା? ଦୁଇ ବାହୁ ଟେକି ଆଚ୍ଛା। ବର୍ତ୍ତମାନ ଆକାଶ ମାର୍ଗକୁ ଯାଇ ହଁ, ହଁ। ତଳକୁ ଖସୁଛନ୍ତି ଆଚ୍ଛା। କିଏ जटायु ଆରେ ଦଶରଥ ତ ମୁଣ୍ଡଟା କୁଆଡେ କାମ ଦଉଛ ନା କଣ ଘରକୁ ତୋର ଇଚ୍ଛା କି ଆହୁରି ରହିବୁ କି 2-3 ଘଣ୍ଟା दशरथ राजा खसी जटा को ଏ ଦଶରଥ ରାଜା ତଳକୁ ତଳକୁ ରକ୍ଷା କର ବୋଲି ଖସୁଛନ୍ତି ହଁ। ଜଟାୟୁ ଉପରକୁ ଉପରକୁ ଯାଉଛନ୍ତି ରକ୍ଷା କରିବି ବୋଲି ଡାକୁଛନ୍ତି ହେଲେ ମୁଁ ଏଇଟା ଆଣିବ ସେଇଟା କହିଦେଲି ଆଉ ସେ ଆରେ ଦୁଇ ବାହୁ ଟେକି ହଁ, ହଁ। ଦଶରଥ ରାଜାଙ୍କୁ ରକ୍ଷା କରେ କିଏ ଜଟାୟୁ ଆଚ୍ଛା। ଆରେ ଧୀରେ ଧୀରେ ଦେଖ ପୃଥିବୀକୁ ଆଣିନ हाँ हाँ ଆନନ୍ଦରେ ଦୁଇ ଜଣ ହେ କଥାବାର୍ତ୍ତା କହିଣ अच्छा 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 ଯାଉଛି ହେ ଜଟାୟୁ ମୈତ୍ର ହେ ଜଟାୟୁ ରାଜା राजा ପକ୍ଷୀବର ପକ୍ଷୀବର। ଯାଉଛି ମତେ ଆଜି ଏତେ ବଡ ବିପଦରୁ ରକ୍ଷା କଲ रक्षा कला ଏତେ ବଡ ବିପଦରୁ ମତେ ରକ୍ଷା କରିଛ साहाଯ୍य करिला जी मते ଆଉ ତମେ ଯାହା ମାଗିବ ମାଗ ମୁଁ ତମକୁ ଦେବି हाँ हाँ ଏତେ ବଡ ବିପଦରୁ ମତେ ତମେ ଯଦି ରକ୍ଷା କରିଲ ନା ନାଇଁ ହଁ, ହଁ। ତମେ ଯାହା ମାଗିବ ମୁଁ ନିଶ୍ଚିତ ଭାବରେ ଦେବି ମୁଁ ହଉଛି ଦଶରଥ ରାଜା अच्छा 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 ରାଜ୍ୟଟାକୁ ମତେ ତମକୁ ଦେଇଦେବି हाँ हाँ
ଆରେ ଯେମିତିକି ଆମର ବିଜୁ ପଟ୍ଟନାୟକ ଗୋଟିଏ ଦେଶର ରାଜାକୁ ରକ୍ଷା କରିଥିଲେ ଆଚ୍ଛା ଆଚ୍ଛା ନା ନାଇଁ ଇଏ ଯେ କି ଉଡାଜାହାଜର ଇଏ ଜଣେ ପାଇଲଟ ଥିଲେ ଯେମିତି ଜଣକୁ ରକ୍ଷା କରିଥିଲେ ତାର ଦେଶଟା ବର୍ତ୍ତମାନ ଦେଇଦେଲେ ଦଶରଥ ରାଜା ଚିନ୍ତା କଲେ ବସନ୍ତ ଦଶରଥ ରାଜା ଚିନ୍ତା କଲେ ଆଜି ଏତେ ବଡ ମତେ ବିପଦ ରକ୍ଷା କରିଛ ତମେ ଯାହା ମାଗିବ ତମକୁ ଦେବି ଦେଶ ମାଗିଲେ ଦେଶ ଦେବି ଗାଈ ମାଗିଲେ ଗାଈ ଦେବି ତୁରଙ୍ଗ ମାଗିଲେ ତୁରଙ୍ଗ ଦେବି ହସ୍ତି ମାଗିଲେ ହସ୍ତି ଦେବି ଅଷ୍ଟରତ୍ନ ସହ ତମର ଯାହା ଇଚ୍ଛା ତାହା ମୁଁ ଦେବି ପୂର୍ଣ୍ଣ କରିବା ନିଶ୍ଚୟ ନିଶ୍ଚୟ ଜଟାଇ କହିଲେ ମୁଁ ଜଣେ ପକ୍ଷୀ ଆଚ୍ଛା ମୁଁ ଜଣେ ପକ୍ଷୀଟିଏ ଗୋଟେ ପକ୍ଷୀ ମତେ ଧନ ଟଙ୍କା ଦୌଲତ ସୁନା ଅଳଙ୍କାର ଗହଣା ଦବ କଣ ଦରକାର ମୋର କିଛି 10 ବର୍ଷ ବଞ୍ଚିବାଟା 5 ବର୍ଷରେ ମତେ ମାରିକିରି କିଏ ଧରି ପଳେଇଯିବ ତେଣୁ ମତେ କିଛି ଦରକାର ନାହିଁ ନା ନା ଆରେ ତମେ କହିଛ ମାନେ ମତେ ରକ୍ଷା କରିଛ ଆଚ୍ଛା ସୁନିଶ୍ଚିତ ମତେ ରକ୍ଷା କରିଛ ମୁଁ ତମକୁ ଦବାଟା ବାଧ୍ୟ ସେଇଠି କଣ କଲେ ହଉ ତମେ ଆଜିଠାରୁ ମୋର ମୈତ୍ର କିଏ କହିଲେ ଦଶରଥ ରାଜା କହିଲେ କହିଲେ ହେ ଜଟାୟୁ ତମେ ଆଜିଠାରୁ ହଉଛ ମୋର ମୈତ୍ର ସପ୍ତପୁରୁଷକୁ ତମର ମୋର ବନ୍ଧୁତା ହେଲା ତମେ ମୋର ସଙ୍ଗାତ ମୁଁ ତମର ସଙ୍ଗାତ ଉଭୟ ପରସ୍ପର ଭିତରେ ହେଇଗଲା ଧର୍ମକୁ ସାକ୍ଷୀ ରଖି ସଙ୍ଗାତ ବା ମୈତ୍ର ବାନ୍ଧି ଦେଲେ ସଙ୍ଗରେ ପାଣି ଟାକି ଦେଲେ ଦଶରଥ ରାଜା ତମର ଯାହା ଇଚ୍ଛା ତାହା ମାଗ ମୈତ୍ର ମୁଁ ନିଶ୍ଚିତ ଭାବରେ ଦେବି সেই সময়ে দশরথ রাজা কোন কহিলে যাহা তোমার ইচ্ছা তাহা মাগ দেবি বলি কহিলে মাত্র জটায়ু কোন কইলে আরি আলোচনা করন্দু হে পণ্ডিত জন আচ্ছা আচ্ছা আলোচনা কর হে পণ্ডিত জন কিছু লোড়া নাই বলি জটায়ু কহিণ আরি গোটিয়ে কথা মাগিবি বলি হে জটায়ু যে কহিলে আউরি গোটিয়ে কথা মাগিবি বলি হে জটায়ু কহিলে যদি সত্য কলে মাগিবি বলি তো কহিলে আরে গোটিয়ে পুয় মতে আরে দেবটি জানো আরে পুয়টিয়ে মতে আউরি দেব হে জানো এইপরি দশরথ রাজা সত্য কলে জান কলে মৈত্র মতে কিছু দরকার নাই ধন টঙ্কা দৌলত কিছু দরকার নাই কেবল দরকার মতে গোটিয়ে পুয় দরকার মতে গোটিয়ে পুয় দরকার পুয়টিয়ে দেইদেলে মু শান্তি হইଯିବି ଆଉ জটায়ু কইলে মু মোর ধর্ম বଳରେ জানিছি তোমার 4টা পুଅ জন্ম হব জটায়ু কহিলে মু মোর ধর্ম বଳରେ জানি পারছি তোমার 4টা পুଅ জন্ম হব দশরথ রাজা কইলে ঠিক আছে যদি মোর 4টা পুଅ জন্ম হব তাহলে নিশ্চিত ভাবে তোমাকে বড় পুଅটাକୁ দেবি যদি মোর 4 অংশরু 4টা পুଅ জন্ম হেবে তাহলে নিশ্চিত ভাবে ମୁଁ ତମକୁ ଦେବି ଆରେ ବାପା ଆରେ ଲକ୍ଷ୍ୟ କରି ଟିକେ ଆଗକୁ ଟିକେ ଯା ଯେତେବେଳେ ଦଶରଥ ରାଜା ଶିକାର କରିବା ପାଇଁ ଯାଇଥିଲେ ଶିକାର କରିବି ଯିବା ସମୟରେ ଅନ୍ଧ ଅନ୍ଧୁଣୀ ଶ୍ରବଣ କୁମାର ତାର ଗୋଟିଏ ମାତ୍ର ପୁତ୍ର ଶ୍ରବଣ କୁମାର ତାର ମାତ୍ର ଗୋଟିଏ ପୁତ୍ର ଶ୍ରବଣ କୁମାର ଯାଇଛନ୍ତି কিছু ଜଳ ଆଣିବା ପାଇଁ সেই ସମୟରେ ଅନ୍ଧ ଅନ୍ଧୁଣୀ ଅଛନ୍ତି ଆଜ୍ଞା ଶ୍ରବଣ କୁମାରକୁ କଣ କଲେ ମୃଗ ଭାବି ଯେତେବେଳେ ଦଶରଥ ରାଜା ଶରଟା ଛାଡ଼ିଦେଲେ ଶ୍ରବଣ କୁମାର ମରି ଯାଇଛି ସେଇଠି ଅନ୍ଧ ଅନ୍ଧୁଣୀ ଅଭିଶାପ ଦେଲେ ତମେ କିଏ ନା ମୁଁ ହଉଛି ଦଶରଥ ରାଜା ମୁଁ ଯେମିତି ପୁତ୍ର ପାଇଁ ଆଜି ଧରି ଅଛି ଜାଣି ତ ହେ ଜଟାୟୁ ଜାଣି ତ ହେ ଦଶରଥ ରାଜା ତମେ ମଧ୍ୟ ଦିନେ ନା ଦିନେ ପୁତ୍ର ପାଇଁ କ୍ରନ୍ଦନ କରିବାଟା ବାଧ୍ୟ ଠିକ ଦଶରଥ ରାଜା ଚିନ୍ତା କଲେ ଆରେ ମୋର ସନ୍ତାନ ହେଲେ ସିନା ମୁଁ ପୁତ୍ର ପାଇଁ କ୍ରନ୍ଦନ କରିବି ସେଇଠି ବର ପ୍ରାପ୍ତଟା ହେଇଥିଲା ମଧ୍ୟ ଏଇଠି ଚିନ୍ତା କରିବାକୁ ପଡିବ ସେଇଠି ମତେ ତାଙ୍କର ବର ପ୍ରାପ୍ତଟା ଦଶରଥ ରାଜାଙ୍କର ହେଇଥିଲା କିନ୍ତୁ ଏ ଯେତେବେଳେ ଜଟାୟୁ ପୁଅଟିଏ ମାଗିଥିଲେ ଆଜ୍ଞା ଋଷଶୃଙ୍ଗ ମହାମୁନିଙ୍କୁ ଡାକି ଦଶରଥ ରାଜା ଯେତେବେଳେ ଯଜ୍ଞ କଲେ ଯଜ୍ଞ ଚରୁ ଯେତେବେଳେ ଉତ୍ପତ୍ତି ହେଲା ସେଇ ଚରୁ ଆଜ୍ଞା ଚରୁ ବୋଲେ କଣ ଜାଣିଛ ଚରୁ ବୋଲେ କଣ ମାମୁ ସେଇଟା ଚରୁ ବୋଲେ କଣ କହିଲୁ ଆଗ ଦେଖିବା ଚରୁ
না আমি যাইনি সাধুরে দেখেছি ହଁ କୁହନ୍ତୁ। ତ୍ରେତୟା ଯୁଗରେ କିଏ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ରୂପରେ ଜନ୍ମଲେ ରାମ ଆଚ୍ଛା। କହିଥିଲେ ଅଭିଶାପ ଯେତେବେଳେ ପାଇଥିଲା ଯିଏ କି ହିରଣ୍ୟକଶ୍ୟପ ତା ପୂର୍ବରୁ ଥିଲା ଯେ କି ଜୟ ବିଜୟ କହିଥିଲେ ମୁଁ ପ୍ରତ୍ୟେକ ଯୁଗରେ ତମର ପାଖରେ ରହିବି ତମେ ମୋର ପୂଜା କରୁଥିବ ଆଚ୍ଛା। ତମେ ମୋର ପୂଜା କରୁଥିବ ତମେ ଅସୁର ପ୍ରକୃତି ଧରିବ ଯେ କି ଅଭିଶାପ ପାଇକିରି ଆଚ୍ଛା। ମୁଁ ତମକୁ ବିନାଶ କରୁଥିବି ଆଉ ତମେ ମୁକ୍ତିର ମାର୍ଗ ପାଇବ। ଆଚ୍ଛା ଆଚ୍ଛା ତେଣୁକରି ସତ୍ୟ ଯୁଗରେ ଥିଲେ ଜୟ ବିଜୟ ତାପରେ ଥିଲେ ଯେ କି ହିରଣ୍ୟ ହିରଣାକ୍ଷସୁର ତାପରେ ବର୍ତ୍ତମାନ ତ୍ରେତୟା ଯୁଗରେ ଜନ୍ମଲେ ରାବଣ ଆଉ କୁମ୍ଭକର୍ଣ୍ଣ ରୂପରେ ବୁଝିଲୁ। ସେଇ ପ୍ରଭୁ ହରି ଜନ୍ମ ହେଲେ ଯେ କି ରାମ ରୂପରେ ଜନ୍ମ ହେଲେ ହରି ରାମ ରୂପରେ ଜନ୍ମ ହେଲେ ଏଇ ହେଉଛି ବୈକୁଣ୍ଠର ବ୍ରିଜ ଯେ କି ହଉ ଧନ୍ୟବାଦ। ଆରେ ଏଇପରି ଯେ କି ଭଗବାନ ରାମଚନ୍ଦ୍ର ଜନ୍ମ ହେଇଥିଲେ ଚାରିଟା ଅଂଶରୁ ଜନ୍ମ ହେଇଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଆଉ ଗୋଟିଏ ଅଂଶ ମଧ୍ୟ ଜନ୍ମ ହେଇଛି ଯେ କି ତାଙ୍କର ସବୁବେଳେ ସଦା ସମ୍ବାଦର ଯେ କି ରହନ୍ତି କିଏ ଯେ କି ହନୁମାନ ନା ନାହିଁ। ବର୍ତ୍ତମାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏବଂ ଆଉ କିଏ ନାଇଁ ବିଭୀଷଣ ସେଥିରୁ ଜନ୍ମ ହେଇନାହାନ୍ତି ନା ସେ ଦଶରଥ ରାଜାଙ୍କର ଜନ୍ମ ଠାରୁ ଜନ୍ମ ହେଇଗଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହନୁମାନ ହେଉଛି ହନୁମାନ ମଧ୍ୟ ସେଇ ବ୍ରହ୍ମରୁ ଜନ୍ମ ହେଇଥିଲେ ତିନି ରାଣୀକି ଚରୁ ଦେବା ପରେ ପରେ ଗୋଟିଏ ଚରୁ ହରଣ ହେଇଥିଲା ସେଇ ଚରୁରୁ ଅଞ୍ଜନା ମାତାଙ୍କର ଗର୍ଭରୁ ବର୍ତ୍ତମାନ ଯେ କି ହନୁମାନ ଜନ୍ମ ହେଇଛନ୍ତି। କାର ପୁରାଣ କିଏ କାଟି ପାରିବ ନାହିଁ। ଆରେ ଦଶରଥ ରାଜାଙ୍କର ପ୍ରକୃତ ବ୍ରହ୍ମରୁ ଜନ୍ମ ହେଇଥିଲେ କେବଳ କିଏ ବିଭୀଷଣ ସେ ଗୋଟିଏ ମାତ୍ର ପୁତ୍ର ଜନ୍ମ ହେଇଥିଲା ନା ନାହିଁ ସେ ଗୋଟିଏ ମାତ୍ର ପୁତ୍ର ଜନ୍ମ ହେଇଥିଲା। ତେଣୁକରି ହରି ହର ପାଖରୁ ହରି ଆସେ ହରି ପାଖରୁ ହରି ଆସେ ସେଇ ବ୍ରହ୍ମ ଟିକେ ବସନ୍ତୁ ୟା ଟିକେ ରହିଯାଇଛି ଆମର ପ୍ରସନ୍ନ ଟିକେ ବସୁନାହାନ୍ତି ବସନ୍ତୁ। ତେଣୁ ଆରେ ରାମଙ୍କର ବାପା ହେ ଜଟାୟୁ ଅଟନ୍ତି ଆହୁରି ରାମଙ୍କର ବାପା ହେ ଜଟାୟୁ ଅଟନ୍ତି ଏପରି ପୁରାଣରୁ କିଛି କହିଲି ଏପରି ପୁରାଣରୁ ଦେଲି ବତାଇ ଏପରି ପୁରାଣରୁ ଦେଲି ବତାଇ ଆହୁରି ହେଲା କି ନ ହେଲା ବନ୍ଧୁ ଦେବେ କହି ଆହୁରି ହେଲା କି ନ ହେଲା ବନ୍ଧୁ ଦେବେ ବତାଇ ମୁଁ ନାଚୁଥିବି ଥେଇ ଥେଇ ମୋର ସାଙ୍ଗର ଭାଇ ଆଜ ନାଚୁଥିବି ଥେଇ ଏହିଭଳି ଆମେ ଯଦି ଚିନ୍ତା କରିବା ତାହେଲେ ରାମଚନ୍ଦ୍ରଙ୍କର ପ୍ରକୃତ ବାପାଟା ହେଲା କିଏ ଜଟାୟୁ। ଆରେ ଜଟାୟୁ ଯେତେବେଳେ ସୀତା ମାତାଙ୍କୁ ଯେତେବେଳେ ରାବଣ ହରଣ କରି ନେଉଥିଲା ଆପଣ ମାନେ ସାର୍ ଟିକେ ଲକ୍ଷ୍ୟ କରନ୍ତୁ ରାବଣ ସୀତା ମାତାଙ୍କୁ ଯେତେବେଳେ ହରଣ କରି ନେଉଥିଲା ସେଇ ସମୟରେ ଜଟାୟୁ ପଥରୋଧ କଲେ ଆଉ ରାବଣକୁ ଛାଡ଼ିଲାନି କିଏ ରେ ତୁ ଯେ କି ମୋର ବହୁ ବଧୂକୁ ଧରିକିରି ଚାଲି ଯାଉଛୁ କିଏ ତୁ ସେଇ ସମୟରେ ଜଟାୟୁ ଏବଂ ରାବଣଙ୍କର ଯୁଦ୍ଧ ଚାଲିଲା ରାବଣଙ୍କର ସହିତ ଜଟାୟୁଙ୍କର ଯୁଦ୍ଧ ଚାଲିଲା ଯୁଦ୍ଧରେ ଜଟାୟୁ ପରାସ୍ତ ହେଇଗଲେ ଏବଂ ଚନ୍ଦ୍ରହାସ ଖଡ୍ଗ ଦ୍ୱାରା ଜଟାୟୁର ପକ୍ଷ ଛେଦନ ମଧ୍ୟ କରିଦେବା କଥା ବର୍ତ୍ତମାନ ଯେ କି ଆମର ପୁରାଣ ପୋଥିରେ ଲେଖା ଅଛି ଜଟାୟୁ ପଢିଛନ୍ତି ଏଣେ ରାମ 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 କହି କହି ବର୍ତ୍ତମାନ ଜଟାୟୁ ପଡିଛନ୍ତି ତାଙ୍କର ପ୍ରାଣ ଯାଇ ନାହିଁ ପ୍ରାଣ ଯାଇ ନାହିଁ ଆରେ କହିଥିଲେ ପରା ମୋର ପୁଅ ରାମଚନ୍ଦ୍ର ଆସିବେ ମତେ ମୁଖାଗ୍ନି ଦେବେ ୟାକୁ ଲକ୍ଷ୍ୟ କରି ଲେଖିଛନ୍ତି ଆମର ବିଚିତ୍ର ରାମାୟଣରେ
विचित्र रामायण वाली समस्ते कहते आज्ञा अच्छा जानिछु कि पक्षी बर सीता मोर एवनु किए नेला रे हाँ हाँ आमे समस्ते कहते विचित्र रामायण रेखा नाही ए जने आम भली जने गायक लिखिछन्ते आज्ञा आम भली जने गायक लिखिछन्ते तांकर नाम होछि पद्मलोचन तांकर नाम होछि पद्मलोचन से कहिथिले वर्तमान जटायु बड़ी छन्दी ए होछि आज्ञा जटायु ये होछि जटायु वर्तमान जटायु बड़ी छी श्री राम